महामंत्री सत्यव्रत महाराज बड़राणी मोर पद्मावती स्वर्गगामी हेबा अंतिमरु जीवन शांति नहीं हाँ विष तुल्य परि लगे राज्य सिंहासन राणी पिछे हाँ हेले महाराज महामंत्री महाराज बड़राणी गर्भ जन्मित बेनीपुत्र सारंग तरंग सानराणी दुर्गेश्वरी जेपरी भाव में लालन पालन करुछंती तांकरी खुशी रे बहुत खुशी और आनंदित अनुभव करे महामंत्री हाँ महाराज महामंत्री महाराज सेपटे मोर कनिष्ठ भ्राता बलवंत बलियर सिंह संपूर्ण कर्णाटक राज्य को सुरक्षा दे आसुथिबारु तांकु मध्य शत शत धन्यवाद ज्ञापन करे महामंत्री हाँ महाराज परिशेष तुमको मध्य धन्यवाद ज्ञापन करुछि महाराज कर्णाटक नरेश मुखे स्मित हस कर्णाटक नरेश मुखे स्मित हस राजसभा मध्य से करे गमन संगे मंत्री पत्र ने प्रफुल्ल मन संगे मंत्री पत्र ने प्रफुल्ल मन सत्यव्रत महाराज धनी पड़े कुबेर से पानी पड़े से दुर्योधन क्या महाराज महाधनी कर्ण परी मन इच्छा कर दान समग्र प्रजा को मणे निज संतान समग्र प्रजा को मणे निज संतान अजीतर एही रचना नाट्य अजीतर एही रचना महामंत्री सत्यव्रत महाराज कहीकि पारिब संपूर्ण कर्णाटक राज्यर सविशेष विवरण हाँ महाराज सत्यव्रत महाराज धन्य सत्यव्रत धन्य तुम्हारी वार्तालाप ताहले भोरी शासन रे संपूर्ण प्रजावासी कुशल रे अछंती हाँ महाराज हेले गोटिए कथा महामंत्री महाराज दीर्घ दिन हैला मोर कनिष्ठ भ्राता बलवंत बलियर सिंह सहित साक्षात हेनी मोह हाँ महाराज एणे अविलंब डका मोर कनिष्ठ भ्राता बलवंत बलियर सिंह को नित्य महाराज तुम्हें जानते हाँ महाराज
କର୍ଣ୍ଣାଟକର ଅଧିପତି ତଥା ମୋ ଜ୍ୟେଷ୍ଠ ସହୋଦର ମହେନ୍ଦ୍ର ପ୍ରତାପଙ୍କ ଜୟ ହେଉ। রাজা শ্রী মহেন্দ্র প্রতাপঙ্কর জয় হেউ। हे ज्येष्ठ सहोदर, ଭାଇ हे କର୍ଣ୍ଣାଟକର ଅଧିପତି, ବଳବନ୍ତ ଆପଣ ବର୍ତ୍ତମାନ ଏ କର୍ଣ୍ଣାଟକ ସାମ୍ରାଜ୍ୟ କେଶରୀ ଆସନ ଉପରେ ପୂର୍ଣ୍ଣ ଭାବରେ ଉପବେଶନ କରିଛନ୍ତି ବଡ ହଁ ଭାଇ। ଭାଇ ଆଉ ଆଜି ପର୍ଯ୍ୟନ୍ତ ଆପଣଙ୍କ ଆଦେଶଟାକୁ ପାଳନ କରି ଭାଇ ମୁଁ ଆପଣଙ୍କ ସାନ ଭାଇ ବଳବନ୍ତ ବଡୁଆ ଏ କର୍ଣ୍ଣାଟକ ସାମ୍ରାଜ୍ୟରେ ବସବାସ କରୁଥିବା ସମସ୍ତ ପ୍ରଜାବାସୀ ମାନଙ୍କୁ ମୁଁ ପୂର୍ଣ୍ଣ ସୁରକ୍ଷା ଦେଇ ଆସୁଅଛି। ଭାଇ ହେଲେ ଗୋଟାଏ କଥା ବଡ ଭାଇ, ଗୋଟାଏ କଥା, କି କଥା ଭାଇ? ସେଇ କର୍ଣ୍ଣାଟକ ସାମ୍ରାଜ୍ୟ ସୀମାରେଖାରେ ଭାଇ ମୁଁ କାର୍ଯ୍ୟରତ ଥିବା ସମୟରେ ବଳବନ୍ତ ହଠାତ୍ ଆପଣଙ୍କ କଥାଟା ଭାଇ ମନେ ପଡିବାରୁ ମୁଁ ସିଧାସଳଖ ରାଜଦରବାରକୁ ଆଜି ଆସିଛି ବଡ ଭାଇ। ଭାଇ ଆପଣଙ୍କୁ ଥରୁଟାଏ ମନ ଭରି ଦର୍ଶନ କରିବା ପାଇଁ। ହରି ଭାଇ ବଳବନ୍ତ ବଡ ଭାଇ, ମୁଁ ମଧ୍ୟ ତତେ ଦୀର୍ଘ ଦିନ ହେଲା ସାକ୍ଷାତ କରିନଥିବାରୁ ବଡ ଭାଇ, ମୋ ମନ ଭାରି ବ୍ୟାକୁଳ ହୋଇ ଉଠିଥିଲା ରେ। ବଡ ଭାଇ, ଏଣୁ ସର୍ବପ୍ରଥମେ ବାହୁରେ ବାହୁ ମିଶାଇ ଆଳିଙ୍ଗନ ହେଇଯାଥରେ। ତାହେଲେ ଠିକ ଅଛି ବଡ ଭାଇ। ଆସ ଭାଇ ଆପଣ ଯେତେବେଳେ ସାନ ଭାଇଙ୍କୁ ସ୍ୱାଗତ କରୁଛନ୍ତି ବଳବନ୍ତ ମୁଁ କାହିଁକି ମନା କରିବି? ଆସନ୍ତୁ ଆସ ଆସନ୍ତୁ ବଡ ଭାଇ। ଆସ ଭାଇ ବାସ୍ତବରେ ଆପଣଙ୍କୁ ଦର୍ଶନ କରି ଏ ସାନ ଭାଇ ବଳବନ୍ତ ବଡୁଆର ଜୀବନଟା ପୂର୍ଣ୍ଣ ସାର୍ଥକ ହୋଇଛି ବଡ ଭାଇ। ବଳବନ୍ତ ହେଲେ ଆଉ ଗୋଟାଏ କଥା ବଡ ଭାଇ, ଆହୁରି କି କଥା ବାକି ଅଛି ଭାଇ? ଆପଣଙ୍କ ସମ୍ମୁଖରେ ଅନେକ ଦିନ ହବ ଭାଇ ମୁଁ ପ୍ରକାଶ କରିବି ବୋଲି ଭାବୁଛି ଯେ ବଳବନ୍ତ ହେଲେ ପ୍ରକାଶ କରିପାରୁନି। ଆପଣ ସେଇ କଥାଟା ଶୁଣି ସାରିଲା ପରେ ରାଗି ଯିବେନି ତ ବଡ ଭାଇ? ବଳବନ୍ତ ମତେ ଭାରି ଭୟ ଲାଗୁଛି ବଡ ଭାଇ। ଜୟରେ ଭାଇ କଥାରେ ଅଛି ପରା, ସ୍ୱର୍ଗକୁ ନିଶୁଣି ନାହିଁ ଭାଇ ଆଉ ବଡ ଲୋକଙ୍କ ପାଖରେ ଉତ୍ତର ନାହିଁ। ବଳବନ୍ତ କେବଳ ଆପଣଙ୍କ ବଦନରୁ ଥରୁଟାଏ ଅନୁମତି ପାଇଲେ ମୁଁ ସମସ୍ତଙ୍କ ସମ୍ମୁଖରେ ପରିପ୍ରକାଶ କରିବି ବଡ ଭାଇ। ବଳବନ୍ତ ବଡ ଭାଇ, ତୁ କହୁଛୁ ଗୋଟିଏ କ୍ଷୁଦ୍ର ଅଭିଯୋଗ? ଆରେ ଭାଇ ସମୟ ପଡ଼ିଲେ ମୁଁ ତୋରି ପାଇଁ ମୋରି ମୂଲ୍ୟବାନ ଜୀବନଟା ଉତ୍ସର୍ଗ କରିଦେବି। ନାଇଁ 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 ନାଇଁ, ବଳବନ୍ତ ଏ ଆପଣ କଣ କହୁଛନ୍ତି ବଡ ଭାଇ? ହଁ ରେ ଭାଇ ମୁଁ ଠିକ କହୁଛି। ସାମାନ୍ୟ ଗୋଟେ କ୍ଷୁଦ୍ର ଅଭିଯୋଗ ପାଇଁ ଆପଣ ଆପଣଙ୍କ ମୂଲ୍ୟବାନ ଜୀବନ ବଳବନ୍ତ ନାଇଁ 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 ବଡ ଭାଇ, ଜୟରେ ଭାଇ କେବଳ ମନ ଦେଇ ଶ୍ରବଣ କରନ୍ତୁ ଆପଣଙ୍କ ସାନ ଭାଇ କହୁଥିବାରେ ଏଇ ଅଭିଯୋଗଟା କଣ। ତାହେଲେ ଶୀଘ୍ର ପ୍ରକାଶ କର ଭାଇ। ମନ ଦେଇ ଶୁଣ ଆହେ ଜ୍ୟେଷ୍ଠ ସହୋଦର ସହୋଦର, ଭାଇ ମନ ଦେଇ ଶୁଣ ଆହେ ଜ୍ୟେଷ୍ଠ ସହୋଦର ସହୋଦର। ବଳବନ୍ତ ପିତୃ ସମ୍ପତ୍ତିରେ ଅଛି ମୋର ଅଧିକାର ଅଧିକାର, ବଳବନ୍ତ ପିତୃ ସମ୍ପତ୍ତିରେ ଅଛି ମୋର ଅଧିକାର ଅଧିକାର। ବଳବନ୍ତ ବଡ ଭା हे ज्येष्ठ सहोदर, ବଳବନ୍ତ ଏମିତି ତ ଦେଖିବାକୁ ଗଲେ ଆପଣଙ୍କ ସମ୍ପୂର୍ଣ୍ଣ ଭାବରେ ଚତୁର୍ଥ ଅବସ୍ଥା ଉପସ୍ଥିତ ବଡ ଭାଇ। ବଳବନ୍ତ ତେଣୁ ଏଇ ବୃଦ୍ଧ ବୟସରେ ଆପଣ ପ୍ରଜାବାସୀ ମାନଙ୍କୁ ଫଳରେ ଶାସନଟା କରିପାରିବେନି। ତେଣୁ ଆପଣ ଅବଶିଷ୍ଟାଂଶ ସମୟଟା ରାଣୀ ହଂସପୁରେ ବିଶ୍ରାମ କରନ୍ତୁ। ବଳବନ୍ତ ଆଉ କିଛିଟା ଦିନ ପାଇଁ ମୋ ହସ୍ତରେ ସମର୍ପଣ କରିଦିଅନ୍ତୁ ରାଜ୍ୟ ସିଂହାସନ।
ଆଉ ଆପଣଙ୍କ ମଥାରେ ଶୋଭାବର୍ଦ୍ଧନ କରୁଥିବା ସେଇ କନକ କିରୀଟଟାକୁ ବଳବନ୍ତ ବଡ ଭାଇ ଅତିଭ୍ରମ ହେଲା କି ତୋହର? ନାଇଁ 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 ବଡ ଭାଇ ଏଇ, ମତିଭ୍ରମ ବା ଘଟିବ କାହିଁକି? ମୁଁ ପରା ଆପଣଙ୍କ ସାନ ଭାଇ। ବିପଦ ସମୟରେ ମୁଁ କଣ ବଡ ଭାଇଙ୍କୁ ସାହାଯ୍ୟ କରିପାରିବି? ବଳବନ୍ତ ତେଣୁ କିଛିଟା ଦିନ ପାଇଁ ମୋ ହସ୍ତରେ ସମର୍ପଣ କରିଦିଅନ୍ତୁ ରାଜ୍ୟ ରାଜ୍ୟ ଦାୟିତ୍ୱ ବଡ ଭାଇ। ହେଲେ ମନେ ରଖ, ସମ୍ପୂର୍ଣ୍ଣ କର୍ଣ୍ଣାଟକ ରାଜ୍ୟର ଉତ୍ତରାଧିକାରୀ ହେଉଛନ୍ତି ଇଏ ମୋର ବେନିପୁତ୍ର ସାରଙ୍ଗ ତରଙ୍ଗ। ନା ଏଇ, ଏ ଆପଣ କଣ କହୁଛନ୍ତି ବଡ ଭାଇ? ଯାହା ମୁଁ କହୁଛି ଠିକ କହୁଛି। ବାପା ଦେବେନ୍ଦ୍ର ପ୍ରତାପଙ୍କ ସର୍ବସ୍ୱ ସମ୍ପତ୍ତିକୁ ନେଇ ଆମ୍ଭ ବେନି ଭାଇଙ୍କ ମଧ୍ୟରେ ବଣ୍ଟନ କାର୍ଯ୍ୟ ସମାପ୍ତି ଘଟି ନାହିଁ। ହେଲେ ଆପଣ କହୁଛନ୍ତି ଆପଣଙ୍କ ଦୁଇ ପୁଅ ନାଇଁ ନାଇଁ ନିଶ୍ଚୟ ବଳବନ୍ତ। ଦେଖନ୍ତୁ ବଡ ଭାଇ, ବାପାଙ୍କ ସମ୍ପତ୍ତିକୁ ନେଇ ଆମ୍ଭେ କାହିଁକି ବୃଥାରେ କଳହ କରିବା? କଳହ କରୁନି ବଳବନ୍ତ। ଆପଣ ହଉଛନ୍ତି ନ୍ୟାୟର ପ୍ରତୀକ। ଆପଣ ଜଣେ ସତ୍ୟର ପ୍ରତୀକ। ଥରୁଟାଏ ନ୍ୟାୟର ବିଚାର କରନ୍ତୁ ବଳବନ୍ତ ବଡ ଭାଇ। ତୁ ଶତ ଚେଷ୍ଟା କଲେ ମଧ୍ୟ ସମ୍ପୂର୍ଣ୍ଣ କର୍ଣ୍ଣାଟକ ରାଜ୍ୟରୁ ଖଣ୍ଡିଏ ଅଂଶ ମଧ୍ୟ ଦେବି ନାହିଁ। ବଡ ଭାଇ ବଳବନ୍ତ ବଡ ଭାଇ ବଳବନ୍ତ ମୋ ହସ୍ତରେ ଦିଅ ଆଜି ସେ ରାଜ ମୁକୁଟ, ସେ ମୁକୁଟ ମୋ ହସ୍ତରେ ଦିଅ ଆଜି ସେ ବଡ ଭାଇ। ବଳବନ୍ତ ନାଟ ରାଜ୍ୟରେ ଆଜି ହୋଇବି ସମ୍ରାଟ, ସେ ସମ୍ରାଟ ଦିଅ ବଡ ଭାଇ। ବଡ ଭାଇ ବଳବନ୍ତ ଶେଷ ଥର ପାଇଁ ଆପଣଙ୍କୁ ବେନି କରପତ୍ର ଯୋଡ଼ି ବିନୀତ ପ୍ରାର୍ଥନା କରୁଛି ବଡ ଭାଇ। ଆପଣ ରାଜ୍ୟ ସିଂହାସନ ରାଜମୁକୁଟ ମୋ ହସ୍ତରେ ନ ଦିଅନ୍ତୁ ପଛକେ, ହେଲେ ମୋ ପୈତୃକ ସମ୍ପତ୍ତିର ଅର୍ଧେକ ଭାଗଟା ମତେ ପ୍ରଦାନ କରନ୍ତୁ ବଳବନ୍ତ ବଡ ଭାଇ। ସମ୍ପୂର୍ଣ୍ଣ ପିତୃ ସମ୍ପତ୍ତିରୁ କିଛି ଅଂଶ ମଧ୍ୟ ଦେବି ନାହିଁ ତୋତେ। କଣ କହିଲେ? ହଁ ହଁ ପିତୃ ସମ୍ପତ୍ତିରୁ ଖଣ୍ଡି ଅଂଶ କିଛି ଦେବି ନାହିଁ ବଡ ଭାଇ। ବଳବନ୍ତ। ଗୋଟାଏ ବାପାର ଦି ପୁଅ, ଏଇ, ଆପଣ ରାଜ୍ୟରେ ରାଜା ହେବେ ଆଉ ମୁଁ ସାରା ଜୀବନ ଅବିବାହିତ ରହି ନିଶ୍ଚୟ ବଳବନ୍ତ। ନାଇଁ ଏଇ, ହେଇପାରିବନି। ମତେ ମୋ ବାପାର ସମ୍ପତ୍ତି ଦରକାର। ଜମର ପାଖରେ ନାହିଁ ଦୟା କ୍ଷମା ନ ଜାଣୁ କି ମୂର୍ଖ ତୁ ହି ରେ। ଜମର ପାଖରେ ନାହିଁ ଦୟା କ୍ଷମା ନ ଜାଣୁ କି ମୂର୍ଖ ତୁ ହି ରେ। ଚାବୁକ ପ୍ରହରେ ପିଟି ପିଟି ତୋର ଚମଡ଼ା ଛଡାଇ ଦେବି ରେ। ଜମର ପାଖରେ ନାହିଁ ଦୟା କ୍ଷମା ନ ଜାଣୁ କି ମୂର୍ଖ ତୁ ହି ରେ। ବଳବନ୍ତ ରାଜା ହେବା ପାଇଁ ବଳିଛୁ ମାନସ, ଜ୍ୟେଷ୍ଠ ଭାଇ ଥାଇ ହେବୁ କି ନରେଶ। ରାଜା ହେବା ପାଇଁ ବଳିଛୁ ମାନସ, ଜ୍ୟେଷ୍ଠ ଭାଇ ଥାଇ ହେବୁ କି ନରେଶ। ପାଣିର ଫଟକା ସଦୃଶ ତ ସକ୍ଷଣ ହେବ ଆଜି ମୋଠାରେ। ଜମର ପାଖରେ ନାହିଁ ଦୟା କ୍ଷମା ନ ଜାଣୁ କି ମୂର୍ଖ ତୁଇ ରେ। ଦେଖନ୍ତୁ ବଡ ଭାଇ, ବଳବନ୍ତ ଶେଷ ଥର ପାଇଁ ଆପଣଙ୍କୁ ମୁଁ ନିବେଦନ କରୁଛି ବଡ ଭାଇ, ମୋ ପିତୃ ସମ୍ପତ୍ତିଟା ଆଜି ମତେ ପ୍ରଦାନ କରନ୍ତୁ।
ଓ ମଧ୍ୟ ତତେ ଶେଷ ଥର ପାଇଁ କହିଦେଉଛି କଣ ତୁ ଶତ ଚେଷ୍ଟା କଲେ ମଧ୍ୟ ପିତୃ ସମ୍ପତ୍ତିରୁ କିଛି ଅଂଶ ମଧ୍ୟ ଦେବି ନାହିଁ। ଆପଣ ମୋ ପିତୃ ସମ୍ପତ୍ତି ଭାଗଟା ନଦେଲେ କଦାପି ଦେବି ନାହିଁ। ଆପଣ ଯଦି ମୋ ପିତୃ ସମ୍ପତ୍ତି ଭାଗଟା ନ ଦିଅନ୍ତି ତାହେଲେ କଣ କରିବୁ ତୁମତି? ଆପଣଙ୍କ ବିରୁଦ୍ଧରେ ଅସ୍ତ୍ରଟା ଉତ୍ତୋଳନ କରି ମୁଁ ଆପଣଙ୍କ ବିରୁଦ୍ଧରେ ଯୁଦ୍ଧ କରି ବାଧ୍ୟତାମୂଳକ ଛଡାଇ ନେବି ମୋ ପିତୃ ସମ୍ପତ୍ତି। ବଳବନ୍ତ ବଡ ଭାଇ ମୁଁ ନୁହେଁ ଫିରୁକା ପୁରୁଷ, ଅଙ୍କ ଯଦି ଶକ୍ତି ଅଛି ଠିଆ ହୁଅ ରଣାଙ୍କନେ। କଣ କହିଲେ? ଓହୋ ଆପଣ ଯୁଦ୍ଧ କରିବେ? ନିଶ୍ଚୟ। ତାହେଲେ ଠିକ ଅଛି ବଡ ଭାଇ, ଯୁଦ୍ଧଟା ତ ହବ ନିଶ୍ଚୟ, ବେଶ। କିନ୍ତୁ ଦୁଇ ଗୋଟି ସର୍ତ୍ତରେ ଯୁଦ୍ଧଟା ହବ। ସେଇ ସର୍ତ୍ତ ଗୁଡିକ ପ୍ରଥମ ସର୍ତ୍ତ ହେଉଛି ଯୁଦ୍ଧରେ ଯିଏ ଜୟ ଲାଭ କରିବ ସିଏ ହେବ କର୍ଣ୍ଣାଟରେ ରାଜା, ଆଉ ଯିଏ ପରାଜୟ ଲାଭ କରିବ ତାହାକୁ ଅନେକ ଅପମାନିତ କରି ମାଡ଼ ମାରି ଚିରଦିନ ପାଇଁ ଏ କର୍ଣ୍ଣାଟକ ରାଜ୍ୟରୁ ବଳବନ୍ତ ବିତାଡ଼ିତ। ବଳବନ୍ତ ବଡ ଭାଇ ସର୍ତ୍ତଟା ରହିଲା କେବଳ ତୋର ମୋର ମଧ୍ୟରେ। ହେଲେ ହେଲେ ମନେ ରଖ, ଯୁଦ୍ଧର ପ୍ରାରମ୍ଭ କରିବୁ ତୁ, ଆଉ ଯୁଦ୍ଧର ପରିସମାପ୍ତି କରିବୁ ତୁ। ତାତ୍ସଲ୍ୟ କରନି ବଳବନ୍ତ। ଆଶ୍ଚର୍ଯ୍ୟ କରୁଣି ମୋ ପ୍ରିୟ ବଡ ଭାଇ, ତାହେଲେ ହେଇଯା ପ୍ରସ୍ତୁତ। ଯୁଦ୍ଧଟା ପ୍ରାରମ୍ଭ ହୋଇନାହିଁ, ହେଇଯିବ। ହେଲେ ଆପଣ ପରିସମାପ୍ତି ଶବ୍ଦଟା କହିପାରିଲେ କେମିତି? ନିଶ୍ଚୟ। ଆପଣଙ୍କୁ ଭବିଷ୍ୟତ କଥାଟା କଣ ଜଣାଅଛି? ବଳବନ୍ତ ଯୁଦ୍ଧରେ କିଏ ଜୟ ଲାଭ କରିବ ଆଉ କିଏ ପରାଜୟ ଲାଭ କରିବ? ତାହେଲେ ଠିକ ଅଛି ବଡ ଭାଇ, ଦ୍ୱାପର ଯୁଗରେ ଯେମିତି ବାପାଙ୍କ ସମ୍ପତ୍ତିଟାକୁ ନେଇ କୌରବ ପାଣ୍ଡବ ଭିତରେ ସମର ହେଇଥିଲା, ଆଜି ବି ଠିକ ସେମିତି ଏ କଳି ଯୁଗରେ ବାପାର ସମ୍ପତ୍ତିଟାକୁ ନେଇ ଭାଇ ଭାଇ ଭିତରେ ଯୁଦ୍ଧ ହବ। ଉଠ ଅସ୍ତ୍ର। ଆସ ବଡ ଭାଇ, ମୁଁ ପୂର୍ଣ୍ଣ ଅବତୀର୍ଣ୍ଣ ସଂଗ୍ରାମ ପ୍ରାଙ୍ଗଣରେ, ଆସ ଯୁଦ୍ଧ କରିବା। দেখুন কিলঙ্গার সত্যটা রাখিছিল মোর সম্মুখে, ଏବେ ମନେ ପକା ତୋହରି ସର୍ତ୍ତକୁ, ସମ୍ପୂର୍ଣ୍ଣ ଭାବରେ ଭୁଲି ଯା ମୋର କର୍ଣ୍ଣାଟକ ରାଜ୍ୟକୁ, ଭୁଲି ଯା ମତେ ଜ୍ୟେଷ୍ଠ ସହୋଦର ବୋଲି, ଅବିଳମ୍ବ ଚାଲିଯା କୁଲଙ୍ଗାର ମୋରି ସମ୍ମୁଖରୁ। ନାଇଁ 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 ବଡ ଭାଇ, ଆପଣ
ଆପଣ ମତେ ଥରୁଟାଏ କ୍ଷମା କରିଦିଅନ୍ତୁ ବଡ ଭାଇ। କିଏ କାହାର ଭାଇ? ଆପଣ ମୋ ବଡ ଭାଇ, ନାଇଁ, ମୁଁ ଆପଣଙ୍କ ସାନ ଭାଇ ବଳବନ୍ତ ବଡୁଆ। ଚୁପ କର କୁଲଙ୍ଗର। ଆଜି ମୋର ଭୁଲ ହେଇଯାଇଛି ବଡ ଭାଇ। ନ ବୁଝି ନ ସୁଝି ଆପଣଙ୍କ ସମ୍ମୁଖରେ ମୁଁ ଅଭିଯୋଗ କରିସାରିଛି ସିଂହାସନ ଆଉ ରାଜ ମୁକୁଟ। ମନେ ମନେ ରଖ, କଣ ବଡ ଭାଇ? ବର୍ତ୍ତମାନ ମୁଁ ତତେ ଚିରଦିନ ପାଇଁ ନାଇଁ। ସେନାପତି ପଦବୀରୁ ବହିଷ୍କୃତ ନା କରିଦଉଛି। ନା 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 ନାଇଁ 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 ବଡ ଭାଇ, ଭାଇ ତୁ ଯିବୁ ନା ନାହିଁ? ଆପଣ ମତେ ଥରୁଟା କ୍ଷମା କରିଦିଅନ୍ତୁ ବଡ ଭାଇ। କ୍ଷମା? ହଁ, ବର୍ତ୍ତମାନ ତୋ ପାଇଁ ମୋରି ପାଖରେ ଦୟା କ୍ଷମା ନାଇଁ। ସ୍ନେହ ମମତାର ସ୍ଥାନ ନାହିଁ। କେବଳ ଗୋଟାଏ ସାମାନ୍ୟ ତ୍ରୁଟି ପାଇଁ ଆପଣଙ୍କ ସାନ ଭାଇକୁ ଏତେ ବଡ ଦଣ୍ଡ? ନାଇଁ ବଡ ଭାଇ, ମତେ ହଁ। ସେନାପତି ପଦବୀରୁ ଆଉ ବହିଷ୍କୃତ କରିଦିଅନ ବଡ ଭାଇ। ଅବେ, ତୁ ନାଇଁ, ଯିବୁ ନା ନାହିଁ? ନାଇଁ, ନାଇଁ, ଆପଣ ଥରୁଟେ ବୁଝିବାକୁ ନହେଲେ ପିଟି ପିଟି ଚମଡ଼ା ନାଇଁ, ଛଡାଇ ବଡ ଭାଇ, ବହିଷ୍କୃତ କରିଦେବି। ମତେ କ୍ଷମା କରି ଅବିଳମ୍ବେ ଚାଲି ଯା କୁଲଙ୍ଗର। ନାଇଁ ମୋରି ନାଇଁ ସମ୍ମୁଖରେ ନାଇଁ 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 ନଦୀ ଏ ଦଣ୍ଡ आहे दंडधारी नदी मते ए दंड चुप कर शैतान। नदी ए दंड आहे दंडधारी नदी मते ए दंड नदी ए दंड आहे दंडधारी नदी मते ए दंड ଚାଲି ଯା ମୋରି ସମ୍ମୁଖରେ। जानी जानी मुझे करी अच्छी दोष जानी जानी मुझे करी अच्छी दोष मुआ तम मुढ़ा भंडा ତାହେଲେ ତ ଏମିତି ବୁଝିବୁନି। नदी ए दंड आहे दंडधारी नदी मते ए दंड ଅବିଳମ୍ବେ ଚାଲି ଯା ଶୈତାନ ମୋରି ସମ୍ମୁଖରୁ। नदी ए दंड आहे दंडधारी नदी मते ए दंड बड़ भा ତୁ ଯିବୁ ନା ନାହିଁ? तुम्हें मोर पिता तुम्हें मोर माता तुम्हें ही इष्ट देवता तुम्हें मोर पिता तुम्हें मोर माता तुम्हें ही इष्ट देवता चरण रे मुझे कली ती शरण चरण रे मुहि कली जे शरण देखई अजित भंड नदी ए दंड आहे दंडधारी नदी मते ए दंड ଅବେ ତୁ ଯିବୁ ନା ନାହିଁ? नदी ए दंड आहे दंडधारी नदी मते ए दंड बड़ भा